କାଠ କୋଇଲାରେ ଛବି ଆଙ୍କେ ପୁଅ ନିଜର ପ୍ରତିଭା ଦେବ ଦେଖାଇ ଝାଟିମେଟି କାନ୍ଥ ହେବାରୁ ମଇଳା ମା ଗାଳି ଦେଲେ କେତେ ଯେ କାହିଁ ଗାଳି ଶୁଣି ପୁଅ ଲୁଚି ଚାଲିଯାଇ ଶାନ୍ତିନିକେତନେ ପହଞ୍ଚିଗଲା ମନ ଦେଇ ଚିତ୍ରକଳା ପାଠ ପଢ଼ି ଦେଶ ବିଦେଶରେ ନାଁ ରଖିଲା। ଆଜିକାଲି ଭଳି ସେତେବେଳେ ସ୍କୁଲ କଲେଜ ବେଶୀ ନଥିଲା। କାଁ ଭାଁ କେଉଁଠି କେମିତି ହାଇସ୍କୁଲ କି କଲେଜ ଛାତ୍ରାବାସରେ ରହି ପିଲାମାନେ ପାଠ ପଢ଼ୁଥିଲେ। ପିଲାଟି ସେମିତି ପାଠ ପଢ଼ୁଥାଏ, ତାର ଭଲ ପାଠ ହୁଏନି ସିନା, ମାତ୍ର ଛବି ଆଙ୍କିବାରେ ସେ ବେଶ୍ ଧୁରନ୍ଧର। ସେହି ପିଲାଟି ଥରେ ଛୁଟିରେ ତାର ଘରକୁ ଆସିଥାଏ। ସେ କାଳର ଗାଁ ମାନଙ୍କରେ ଘରଗୁଡ଼ିକ ଆଜିକାଲିର ଘରଠାରୁ ପୃଥକ। ଘରଗୁଡ଼ିକ ଝାଟିମାଟିର କଚା ଘର ଥିଲା। ଘରର ଚଟାଣ ଓ କାନ୍ଥବାଡ଼ ଗୋବର ଏବଂ ରଙ୍ଗମାଟି ଆଦିରେ ଲିପାପୋଛା କରାଯାଇଥାଏ। ପର୍ବପର୍ବାଣୀରେ ସୁନ୍ଦର ସୁନ୍ଦର ଝୋଟି ଆଙ୍କିଦେଲେ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥାଏ। ଗାଁର ସ୍ତ୍ରୀ ଲୋକମାନେ ନିଜ ନିଜ ଘରକୁ ଏହିଭଳି ଆକର୍ଷିତ କରିବା ଲାଗି ପ୍ରତିଯୋଗିତା କରୁଥିବା ଭଳି ମନେ ହୁଏ। ପିଲାଟିର ମା ବି ଆଗକୁ ମାଣବସା ଆସୁଥିବାରୁ ଘରକୁ ଲିପି ପୋଛି ରଖିଥାନ୍ତି ଚିତା ପକାଇବା ଲକ୍ଷ୍ୟରେ। ମାତ୍ର ସେ ପିଲାଟିକୁ ଏତେ କଥା ଆଉ ଜଣା ନଥିଲା। ସେ ଚିତ୍ରକଳା ଉପରେ ନିଜର ପ୍ରତିଭା ବାପା ମାଙ୍କୁ ଦେଖାଇ ବାହାବା ନେବ ବୋଲି ମନେ ମନେ ଠିକ୍ କଲା। ତେଣୁ ତା ବାପା ମାଙ୍କର ଘରେ ଅନୁପସ୍ଥିତ ବେଳେ ଚୁଲିରୁ କାଠ କୋଇଲା ଅଙ୍ଗାର ସଂଗ୍ରହ କରି ସେ ଘରର କାନ୍ଥବାଡ଼ରେ ସୁନ୍ଦର ସୁନ୍ଦର ଛବି ଆଙ୍କି ବସିଲା। ଚାହୁଁ ଚାହୁଁ ସେ ଘରଟା ସାରା ଛବିରେ ପୂର୍ଣ୍ଣ ହୋଇଗଲାଣି। ତଥାପି ତାର ଛବି ଅଙ୍କା ଆଦୌ ସରୁନି। ଖୁସିରେ ଖାଲି ସେ ଆଙ୍କି ଚାଲିଛି। ଠିକ୍ ଏତିକି ବେଳେ ତା ମା ଆସି ଦେଖିଲେ ତାଙ୍କ ପରିଶ୍ରମ ସବୁ ବେକାର ହୋଇଯାଇଛି। ଏତେ ସୁନ୍ଦର ଲିପାପୋଛା କାନ୍ଥ କଳାକାରରେ ଭର୍ତ୍ତି ହୋଇଯାଇଛି, ଯାହାକି ଗୋଟେ ଅଶୁଭ ଲକ୍ଷଣ। ଏହା ଦେଖି ତା ମା ଭୀଷଣ କ୍ରୋଧାନ୍ୱିତ ହୋଇ ପୁଅ ଉପରେ ଖାଲି ଗାଳି ବର୍ଷଣ କରିବାକୁ ଲାଗିଲେ। ମା ପୁଅକୁ ସାବାସି ଦେବା ପରିବର୍ତ୍ତେ କହିଲେ, ଆରେ ଦୁଷ୍ଟ, ତୋ ଦ୍ୱାରା ତ ପାଠ ହେଲାନି। ଏଭଳି ଦୁଷ୍ଟାମି କଲେ ତୁ କି ଆଉ ଭଲ ମଣିଷ ହେବୁ? ତୋ ଭଳି ମୂର୍ଖ ପୁଅ ମୋର ଆଦୌ ଲୋଡ଼ା ନାହିଁ। ତେଣୁ ତୁ ଏହି କ୍ଷଣି ମୋ ଘର ଛାଡ଼ି ଚାଲିଯା। ବାସ୍ ମାଙ୍କର ଏତିକି କଥାରେ ସେଦିନ ରାତି ଅଧରେ ପୁଅ ଘରୁ ଲୁଚି ଚାଲିଗଲା ଯେ ଭଲ ମଣିଷଟେ ନ ହେବା ଯାଏଁ ସେ ଆଉ ତା ଘରକୁ ଫେରିବ ନାହିଁ ବୋଲି ମନେ ମନେ ଶପଥ କରିନେଲା। ତାପରେ ସେ ବିଶ୍ୱକବି ରବୀନ୍ଦ୍ରନାଥଙ୍କ ସ୍ଥାପିତ ଶାନ୍ତିନିକେତନଠାରେ ଯାଇ ପହଞ୍ଚିଗଲା। ସେଠାରେ ଚିତ୍ରକଳା ଉପରେ ପାଠ ପଢ଼ି ସେ ଅତି ସଫଳତାର ସହିତ ସର୍ବୋଚ୍ଚ ଡିଗ୍ରୀ ଧାରଣ କରି ଫେରିଲା ନିଜ ଗାଁକୁ। ପରବର୍ତ୍ତୀ କାଳରେ ଇଣ୍ଡିଆ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ଏବଂ ବିହାର ସରକାରଙ୍କ ପ୍ରଦତ୍ତ ବିଦ୍ୟାବାରିଧି ଉପାଧିରେ ଭୂଷିତ ହୋଇ ଦେଶ ବିଦେଶରେ ନାଁ ରଖିଥିବା ସେହି ପିଲାଟିର ନାଁ ଥିଲା ଉପେନ୍ଦ୍ର ମହାରଥୀ। ତାଙ୍କର ଜନ୍ମସ୍ଥାନ ଥିଲା ଅଧୁନା ଖୋରଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ। ପାଠପଢ଼ା ଶେଷ ହେଲା ପରେ ଶ୍ରୀ ମହାରଥୀ ବିହାର ରାଜ୍ୟ ସରକାରଙ୍କ ଅଧୀନରେ କର୍ମସଂସ୍ଥାନରେ ଯୋଗ ଦେଇ ଅବସର ଗ୍ରହଣ କରିଥିଲେ। ଶିଳ୍ପ ବିଭାଗ ନିର୍ଦ୍ଦେଶକ ପଦବୀରୁ ଅବସର ପରେ ସେ ବିହାର ରାଜ୍ୟରୁ ରାଜ୍ୟସଭାକୁ ମନୋନୀତ ହୋଇ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିପାରିଥିଲେ। ସେହି ଅଭୁଲା ବ୍ୟକ୍ତିତ୍ୱଙ୍କର ସ୍ୱହସ୍ତ ଅଙ୍କିତ ଚାରୁକାରୁ କଳାର ନିଦର୍ଶନ ସ୍ୱରୂପ ଆଜି ଦିଲ୍ଲୀର ପାର୍ଲିଆମେଣ୍ଟ ଭବନରେ ଟଙ୍ଗା ହୋଇଥିବା ତୈଳ ଚିତ୍ରଗୁଡ଼ିକ ଆଜି ବି ଦେଖଣାହାରୀଙ୍କ ମନ ମୋହି ନେଉଛି। କେବଳ ସେତିକି ନୁହେଁ, ଏକଦା ଶ୍ରୀ ମହାରଥୀ ବୌଦ୍ଧ ଧର୍ମ ଗ୍ରହଣ କରିବା ସହିତ ଇଣ୍ଡିଆ ବୌଦ୍ଧ ସଂଘର ସଭାପତି ଥାଇ ଜାପାନ ଗସ୍ତରେ ସେ ଯାଇଥିଲେ। ତାଙ୍କର ଗସ୍ତ କାଳରେ ସେ ଆମ ଓଡ଼ିଶା ପାଇଁ ଦୁଇଟି ଅମୂଲ୍ୟ ସମ୍ପଦ ହାସଲ କରିପାରିଥିଲେ। ସେଥିରୁ ଗୋଟିଏ ହେଲା ବେତ ବାଉଁଶର କାରିଗରୀ ବିଦ୍ୟା ଓ ଅନ୍ୟଟି ଧଉଳିଗିରିର ଶାନ୍ତି ସ୍ତୂପ। ଶ୍ରୀ ମହାରଥୀ ଓଡ଼ିଶା ଓ ଜାପାନ ସରକାରଙ୍କ ସମନ୍ୱୟରେ ନିଜ ଜନ୍ମସ୍ଥାନ ନରେନ୍ଦ୍ରପୁରଠାରେ ବେତ ବାଉଁଶ ଶିଳ୍ପ ତାଲିମ କେନ୍ଦ୍ର ସ୍ଥାପନା କରି ଜାପାନର କୁଶଳୀ କାରିଗରମାନଙ୍କୁ ଆଣି
ସ୍ଥାନୀୟ ପିଲାମାନଙ୍କୁ ତାଲିମ ପ୍ରଦାନ ବ୍ୟବସ୍ଥା କରିଥିଲେ। ପରବର୍ତ୍ତୀ କାଳରେ ସେହି ଅନୁଷ୍ଠାନକୁ ଅନୁକରଣ କରି ବାଣପୁର ଅଞ୍ଚଳର ଗାଁ ଗାଁରେ ବେସରକାରୀ ଅନୁଷ୍ଠାନମାନ ଗଢ଼ି ଉଠିଥିଲା। ସେହି ସବୁ ଅନୁଷ୍ଠାନମାନଙ୍କରେ ଶହ ଶହ ପିଲା କାମ ଶିଖି ଆଜି ବି ସେମାନଙ୍କର ଜୀବିକା ନିର୍ବାହ କରୁଛନ୍ତି। ବାଣପୁରର ବେତ ବାଉଁଶ ଶିଳ୍ପ ଏବେ ଦେଶ ବିଦେଶରେ ଖୁବ୍ ଆଦର ଲାଭ କରିଛି। ବାଣପୁରକୁ ଆସୁଥିବା ପର୍ଯ୍ୟଟକମାନେ ବାଣପୁର ବଜାରରେ ଥିବା ବେତ ବାଉଁଶର ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ କାରିଗରୀ ବିଦ୍ୟାକୁ ଦେଖି ବିମୋହିତ ହୋଇ ଯାଉଛନ୍ତି। ମୋଟ ଉପରେ କହିବାକୁ ଗଲେ ବାଣପୁର ବେତ ଶିଳ୍ପରେ ନାଁ କରିଥିବା ମୂଳରେ ଥିଲେ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀ। ଶ୍ରୀ ମହାରଥୀଙ୍କର ଆମ ଓଡ଼ିଶା ପାଇଁ ଦ୍ୱିତୀୟ ଅବଦାନ ହେଲା ଧଉଳିଗିରିର ଶାନ୍ତି ସ୍ତୂପ। ଏହା ଜାପାନ ସରକାରଙ୍କ ଦ୍ୱାରା ନିର୍ମିତ ହୋଇ ବୌଦ୍ଧ ଧର୍ମର ମହାତ୍ମ୍ୟ ପ୍ରଚାର କରୁଥିବା ବେଳେ ଆମ ଇଣ୍ଡିଆ ଓ ଜାପାନ ଭିତରେ ସମ୍ପର୍କର ସେତୁ ପାଲଟି ଯାଇଛି। କଳିଙ୍ଗ ଯୁଦ୍ଧ ସମୟରେ ହୋଇଥିବା ଯୁଦ୍ଧର ଭୟାବହତା ଏବଂ ରକ୍ତପାତ ଦେଖି ଚଣ୍ଡାଶୋକ କିପରି ଧର୍ମାଶୋକରେ ପରିଣତ ହୋଇଥିଲେ ଓ ଧରିଥିବା ଅସ୍ତ୍ରକୁ ଫିଙ୍ଗି ଦେଇ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ, ତାର ସର୍ବଶେଷ ବିବରଣୀ ଜାପାନର ବୌଦ୍ଧ ସଂଘ ସଭାପତି କାନରେ ପକାଇ ଧଉଳିଗିରିରେ ଏହି ଶାନ୍ତି ସ୍ତୂପର ପରିକଳ୍ପନା କରିପାରିଥିଲେ ଶ୍ରୀ ମହାରଥୀ। ସେହି ଆଲୋଚନା କେବଳ କଥାରେ ସୀମିତ ନ ରହି ପରବର୍ତ୍ତୀ କାଳରେ ବାସ୍ତବ କ୍ଷେତ୍ରରେ ଧଉଳି ଶାନ୍ତି ସ୍ତୂପ ରୂପରେ ମୁଣ୍ଡ ଟେକି ଠିଆ ହୋଇ ଆଜି ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ପାରିଛି। ତେବେ କଥା ଏଇଠି ସରିନି। ଶାନ୍ତି ସ୍ତୂପକୁ ପ୍ରବେଶ କଲାବେଳେ ପାହାଡ଼ର ପାଦଦେଶରେ ଥିବା ଜାପାନୀ ବୌଦ୍ଧ ଭିକ୍ଷୁଙ୍କର ପ୍ରାର୍ଥନା ଗୃହରେ ଯେଉଁ ବିରାଟ ବୌଦ୍ଧ ମୂର୍ତ୍ତି ପୂଜା ପାଉଛନ୍ତି ତାହା ହେଉଛି ମହାରଥୀଙ୍କର ସ୍ୱହସ୍ତକୃତି। ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀଙ୍କ ଜୀବନରେ ଏହିଭଳି ସଫଳତା ପରେ ସଫଳତା ତାଙ୍କର କଠୋର ସାଧନାର ଫଳ ନୁହେଁ କି? ବନ୍ଧୁଗଣ, କାହାଣୀଟି ଯଦି ଭଲ ଲାଗିଲା ଲାଇକ୍ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ନିଶ୍ଚୟ ଦବାଇ